ସବୁବେଳେ ଲାଗୁଛି କି ଦୁର୍ବଳ? ସାବଧାନ, ସାଂଘାତିକ ରୋଗର ଏହା ଲକ୍ଷଣ। ଥକାପଣ ଏବଂ ଦୁର୍ବଳତା ଏକ ସାଧାରଣ କଥା। ଅତ୍ୟଧିକ କାର୍ଯ୍ୟଚାପ କିମ୍ବା କିଛି ପ୍ରକାର ରୋଗ ହେତୁ ଆପଣଙ୍କର ଏହି ସମସ୍ୟା ହୋଇପାରେ, ଯାହାକୁ ଅଣଦେଖା କରନ୍ତି ସମସ୍ତେ। କିନ୍ତୁ ଯଦି ଆପଣ ପ୍ରାୟତଃ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରନ୍ତି, ତେବେ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରୋଷ୍ଟେଟ୍ କର୍କଟରେ ପୀଡ଼ିତ ବ୍ୟକ୍ତିମାନେ ମଧ୍ୟ ଥକାପଣ ଏବଂ ଦୁର୍ବଳତାର ଶିକାର ହେବାର ଆଶଙ୍କା ରହିଛି। ପ୍ରୋଷ୍ଟେଟ୍ କର୍କଟ ପୁରୁଷମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ପ୍ରକାରର କର୍କଟ ରୋଗ। ପ୍ରୋଷ୍ଟେଟ୍ରେ ଦେଖାଯାଏ ଏକ ଛୋଟ ଆଲୁଅ ଆକାରର ଗ୍ରନ୍ଥି ଯାହା ବୀଜ ଉତ୍ପାଦନ କରେ। ଏହା ଏକ ଗମ୍ଭୀର ରୋଗ ବୋଲି ଜଣାଯାଏ, ଯାହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ଯୁକ୍ତରାଷ୍ଟ୍ରର ପୁରୁଷମାନଙ୍କ କ୍ଷେତ୍ରରେ ଏହି କର୍କଟ ମୃତ୍ୟୁର ମଧ୍ୟ ମୁଖ୍ୟ କାରଣ। ଥକାପଣ ଏବଂ ଦୁର୍ବଳ ଲାଗିବା। ପ୍ରୋଷ୍ଟେଟ୍ କର୍କଟ ରୋଗୀଙ୍କ ଭିନ୍ନ ଭିନ୍ନ ଲକ୍ଷଣ ଥାଇପାରେ। ଅଧିକାଂଶ ପୁରୁଷଙ୍କଠାରେ ଏହାର ଲକ୍ଷଣ ଆଦୌ ଦୃଶ୍ୟମାନ ହୁଏ ନାହିଁ। ଏହାର ଅଧିକାଂଶ ଲକ୍ଷଣ ପରିସ୍ରା ଏବଂ ବ୍ଲାଡର ସମସ୍ୟା ସହିତ ଜଡ଼ିତ ହୋଇପାରେ। ତଥାପି ଏହାର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଗମ୍ଭୀର ଧ୍ୟାନ ଦେବା ଆବଶ୍ୟକ। ପ୍ରୋଷ୍ଟେଟ୍ କ୍ୟାନ୍ସରର ଅନ୍ୟ ଲକ୍ଷଣ ସହିତ ଆପଣ ପ୍ରାୟତଃ ଦୁର୍ବଳ ଏବଂ ଥକାପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହି କର୍କଟ ରୋଗର ଅନ୍ୟ ଲକ୍ଷଣ ବିଷୟରେ ମଧ୍ୟ ଜାଣିବା ଜରୁରୀ। ପରିସ୍ରାରେ ରକ୍ତ ପଡ଼ିବା। ମୂତ୍ରରେ ରକ୍ତ କିମ୍ବା ପୁରୁଷମାନଙ୍କରେ ବୀଜ ପ୍ରୋଷ୍ଟେଟ୍ କ୍ୟାନ୍ସରର ଲକ୍ଷଣ ହୋଇପାରେ। ଯଦି ଏହା ଘଟେ, ଏହାକୁ ଅଣଦେଖା କରନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ପ୍ରୋଷ୍ଟେଟ୍ କର୍କଟ ରୋଗରେ ଟ୍ୟୁମର ବଡ଼ ହୋଇଯାଏ ଏବଂ ପ୍ରଜନନ ପ୍ରଣାଳୀ ଏବଂ ମୂତ୍ରାଶୟ ଉପରେ ଚାପ ପକାଇବା ଆରମ୍ଭ କରେ। ଟ୍ୟୁମରରୁ ଏହି ଚାପ ଯୋଗୁଁ ପ୍ରଜନନ ପ୍ରଣାଳୀ ଅବରୋଧ ହୋଇପାରେ। ଏହି କାରଣରୁ ପରିସ୍ରା କିମ୍ବା ବୀଜରେ ରକ୍ତ ଦେଖାଯିବା ଆରମ୍ଭ କରେ। ଓଜନ ହ୍ରାସ। ଯଦି କୌଣସି ସ୍ପଷ୍ଟ କାରଣ ବିନା ଆପଣଙ୍କର ଓଜନ ମଧ୍ୟ ହ୍ରାସ ପାଉଛି, ତେବେ ଏହି ସମସ୍ୟା ଗମ୍ଭୀର ଧ୍ୟାନ ଆବଶ୍ୟକ କରେ। ଓଜନ ହ୍ରାସ ପ୍ରୋଷ୍ଟେଟ୍ କ୍ୟାନ୍ସରର ଲକ୍ଷଣ ହୋଇପାରେ। ପ୍ରୋଷ୍ଟେଟ୍ କ୍ୟାନ୍ସରର ଭୟଙ୍କର ପର୍ଯ୍ୟାୟରେ ଆପଣଙ୍କ ଶରୀରର ଶକ୍ତି ବ୍ୟବହାରରେ ଏକ ପରିବର୍ତ୍ତନ ଆସିଥାଏ, ଯେଉଁଥିପାଇଁ ଓଜନ ହ୍ରାସ ହେବାର ସମସ୍ୟା ହୋଇପାରେ। ଯଦି କୌଣସି ପ୍ରୟାସ ବିନା ଆପଣଙ୍କର ଓଜନ ହ୍ରାସ ପାଉଛି, ତେବେ ଏହାକୁ ଗମ୍ଭୀର ଧ୍ୟାନ ଦେବା ଜରୁରୀ।